ଦୋକାନ ଆଜି କଣ ବାହାରେ ବଇଛ? ଗରମ ହଉଛି ବୋଧେ ଭିତରେ ଆଉ ମୋର ତ ଜଳି ଯାଉଛ ତମର ଆଉ କଣ ନ ହଉଥିବ। ଭାଇ କଣ ଯେ ବାହାରେ ବଇଛ? ଦେଖୁ ତ ଗରମ ହଉଛି କଣ କରିବା। ଆଉ କାଲି ଯୋଉ ନେଇଥିଲି ଖାଦ୍ୟ ହଁ ଆଉ ସେ ପଇସା 50 ଟଙ୍କା ବାକି ଥିଲା ଏଇଠି ନିଅ। ବଢିଆ ହେଲା। ଜବାବ ମାନେ ଜବାବ ଆମର। ସେଇଟା ଭଲ କଥା। ଆଜି ଜବାବ ଫେରିବାକୁ ମାନେ ଦେବିନି। ଜବାବ ରଖିଲୁ ରାତି ଅଧରେ 5,000 ମାଗିଲେ ବି ଦେବି। ହଁ ଆଉ କଣ କାମ ଥିଲା କଣ କହୁଛୁ? କାମ ଥିଲା ରହ ଘରୁ କଣ ଫୋନ ଆଇଲେଣି ତ। ହଁ ହ୍ୟାଲୋ। ବୋଉ ଫୋନ କରୁଛି ବୋଧେ। ହଁ ଯାଉଛି ଭାଇ ମୁଁ ଟିକେ ଯାଉଛି। ବୁଝିକି ବୁଝିଯିବ କିଆ। ଆଉ ଭାଇଆ କୁଆଡେ ଯାଇଥିଲୁ? ଏ ବୋଉ ଡାକିଲା ଘରେ ଖାଇବାକୁ ତ ଯାଇଥିଲି ଆଉ। ବୋଉ ଖାଲି ତତେ ଡାକୁଥିବ ମତେ କୋଉଦିନ ଡାକୁନି। ହଁ ହଉ ଛାଡ ସେ କଥା ଆଉ କଣ କହୁଥିଲୁ କହ? ଏ ବୋଉ କହୁଥିଲା ଯେ 5,000 ଟଙ୍କା ଦବାକୁ ଟିକେ ସାହାଯ୍ୟ କରୁନ। 5,000 ସାଙ୍ଗେ ସାଙ୍ଗେ କୋଉଠୁ ଆଣିବୁ ବୋଲି ଭାଇଆ? ତମେ ଦବାକୁ କହିଥିଲ ନା ଆଉ। କହିଥିଲେ ବୋଲେ ପଇସା ସାଙ୍ଗେ ସାଙ୍ଗେ କୋଉଠୁ ଆଣିବି? ଆଗୁଆ କହିବୁ ନା। ହଉ ଗୋଟେ କାମ କରେ ମୁଁ ଘର ଦିନ ଅପେକ୍ଷା କରେ ମୁଁ ଗୋଟେ ବ୍ୟବସ୍ଥା ଗୋଟେ କଣ କରିବି ଆଉ। ନାଇଁ ତୁ ତମର ବାଇଆ ତରକାରୀ କଲେ ଝୋଳ ଶୁଣା ଯାଉଛି। ବାପା କହିଲେ ବା ଶୁଣା ଯାଉଛି। ଭାଇ ତମେ କୋଉ ଭାଷା କହିଲ? ମୁଁ କେତେବେଳେ ଭାଷା କହିଲି? ଏଇନା ବା। ଆରେ ତ ଭାଷାରେ ବୁଝେଇଲି ଏବେ। ଭାଷା କେତେବେଳେ କହିଲି? ଭାଷା କହିଲ ଏଇନା କହିଲ। ମୁଁ କହିଲି ତୋ ବାଇଆଟା ମୋର ତରକାରୀ କଲେ ଝୋଳ ଶୁଣା ଯାଉଛି ତତେ କହିଲି। ଏଇଠି ଭାଷା ବକିଲ। ବାପା କହିଲେ ବା ଶୁଣା ଯାଉଛି। ଏଇ ତ କହିଲା କଣ ଏଇଠି ଭାଷାଟା ବକିଲ ଆଉ। ଏଇନା ବକିଲ ବା। ଭାଇ ନେକ୍ସଟ ଭିଡିଓ ଦେଖିବାକୁ ସବସ୍କ୍ରାଇବ ଲାଇକ୍ କରିବେ।